ନମସ୍କାର। ତୁଳସୀ ଆର୍ଟ୍ସ ଓଡ଼ିଶା ଆର୍ଟ କ୍ଲାସ୍ 7 କଳାକାରମାନେ କ'ଣ ଭୁଲ କରନ୍ତି? ମିଷ୍ଟେକ୍ସ ବାଇ ଆନ୍ ଆର୍ଟିଷ୍ଟ। ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ କହିବି ଜଣେ କଳାକାର ବା ଜଣେ ଚିତ୍ରକାର ଚିତ୍ର କଲାବେଳେ ବା ରଙ୍ଗ ଦେଲାବେଳେ କ'ଣ କ'ଣ ଭୁଲ କରେ। ଯଦି ଆମେ ପ୍ରଫେସନାଲ ଆର୍ଟିଷ୍ଟମାନଙ୍କୁ ଦେଖିବା ବା ଯେଉଁମାନେ ଆର୍ଟରେ କୌଣସି କୋର୍ସ କରିଛନ୍ତି ବା ଟ୍ରେନିଂ ନେଇଛନ୍ତି ସେମାନଙ୍କ କଥା ଅଲଗା। ମୋର ଭିଡ଼ିଓ ପ୍ରସ୍ତୁତ ହେଉଛି ସେଇମାନଙ୍କ ପାଇଁ ଯେଉଁମାନେ ଷ୍ଟୁଡେଣ୍ଟ, ଯେଉଁମାନେ ଲର୍ଣ୍ଣର, ଯେଉଁମାନେ ଧୀରେ ଧୀରେ ଶିଖିବାକୁ ଚାହୁଁଛନ୍ତି, କରିବାକୁ ଚାହୁଁଛନ୍ତି, ନିଜେ ଆର୍ଟରେ ପରଫେକ୍ଟ ଆର୍ଟ କରିବାକୁ ଚାହୁଁଛନ୍ତି ସେଇମାନଙ୍କ ପାଇଁ। ମୋ ଜୀବନରେ ମୁଁ ଆର୍ଟରେ ଅନେକ ଭୁଲ କରିଛି, ଡ୍ର କଲାବେଳେ, ପେଣ୍ଟ କଲାବେଳେ। ତେଣୁ ଆଜିର ଏଇ ଭୁଲର ଲିଷ୍ଟ ଆପଣମାନଙ୍କ ପାଇଁ। ଏଭଳି ଭୁଲ କରିବା ପାଇଁ ଭୁଲରେ ବି ଚେଷ୍ଟା କରନ୍ତୁ ନାହିଁ, ଆଭଏଡ୍ କରନ୍ତୁ। ଏବେ ବି ମୁଁ ଶିଖୁଛି, ଏବେ ବି ମୋର ସେଇଭଳି ମିଷ୍ଟେକ୍ ହେଉଛି, ଆଗକୁ ବି ହେବାର ସମ୍ଭାବନା ଅଛି। କିନ୍ତୁ ଆମେ ଚେଷ୍ଟା କରିବା ସେସବୁକୁ କମେଇବା ପାଇଁ। ଆସନ୍ତୁ ଦେଖିବା କ'ଣ କ'ଣ ଭୁଲ। ଫାଷ୍ଟ ହେଲା ମାଷ୍ଟର୍ସ ଗାଇଡ୍। କୌଣସି ଗୁରୁଙ୍କ ଠାରୁ ଆପଣଙ୍କୁ ଶିଖିବା ଦରକାର। ଯଦି କୌଣସି ଭଲ ଆର୍ଟ ଟିଚର ମିଳୁନାହାନ୍ତି ତାହେଲେ ଆପଣ ବିଭିନ୍ନ ଜିନିଷରୁ ଶିଖିପାରିବେ। ନେଚରରୁ ଶିଖିପାରିବେ, କୌଣସି ଆର୍ଟିଷ୍ଟ କରିଥିବା ଆର୍ଟରୁ ଶିଖିପାରିବେ। ଆଜିକାଲି ଅନଲାଇନ୍ ବହୁତ ଜିନିଷ ଆଭେଲେବୁଲ୍ ହେଉଛି, ୟୁଟ୍ୟୁବରେ ବି ବହୁତ ଜିନିଷ ଆଭେଲେବୁଲ୍ ହେଉଛି, ସେଇଠୁ ବି ଆପଣ ଶିଖିପାରିବେ। ସବୁ ଜିନିଷକୁ ନିଜର ଟିଚର ବା ନିଜର ଗୁରୁ ବନେଇ ନିଅନ୍ତୁ, ଦେଖିବେ ଆପଣଙ୍କ ଭିତରେ ନିହାତି ଭାବରେ ଇମ୍ପ୍ରୁଭମେଣ୍ଟ ଆସିବ। ସେକେଣ୍ଡ ଭୁଲ ହେଉଛି ଲ୍ୟାକ୍ ଅଫ୍ ପରସେପ୍ସନ୍ ବା ଗ୍ରହଣ କରିବାର ଶକ୍ତିର ଅଭାବ। ଯଦି ଆମେ କୌଣସି ଜିନିଷ କିଭଳି ଭାବରେ ଅଙ୍କା ହେଉଛି ବା ଜିନିଷଟା କେଉଁଭଳି ତିଆରି ହେଇଛି, ଏ ଜିନିଷ ଜଣେ ଆମକୁ ଦେଖାଉଛନ୍ତି, ଆମେ ତାକୁ ଗ୍ରହଣ କରିବା ନାହିଁ, ତାହେଲେ ଆମର କିଛି ସୁଧାର ଆସିବ ନାହିଁ। ତେଣୁ ପ୍ରତ୍ୟେକ ପରିବର୍ତ୍ତନକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ। ତାପରେ ଟୁ ଡୁ ବେଷ୍ଟ ଆଣ୍ଡ ପରଫେକ୍ଟ। ଆମେ ସବୁବେଳେ କହୁଛେ ଯେ ବିଭିନ୍ନ ଆର୍ଟିଷ୍ଟକୁ ଦେଖୁଛେ, କମ୍ପିଟିସନରେ ଭାଗ ନେଉଛେ ବା ବିଭିନ୍ନ ଚ୍ୟାନେଲରେ ଆର୍ଟିଷ୍ଟମାନଙ୍କ ଚ୍ୟାନେଲରେ ଦେଖୁଛେ ସେମାନେ କିଭଳି ଆଙ୍କୁଛନ୍ତି, ଆମେ ସେଇଭଳି ଆଙ୍କିପାରିବା ନାହିଁ, ଏଭଳି ମନୋଭାବ ଆମର ଆସୁଛି। ବା ତାଠୁ ଭଲ ଆଙ୍କିପାରିବା ଏଭଳି ମନୋଭାବ ମଧ୍ୟ ମନରେ ଆସୁଛି। ତେଣୁ ଆମେ ଚାହୁଁଛେ କେମିତି ମୋ ଚିତ୍ରଟା ବେଷ୍ଟ ହେବ, ପରଫେକ୍ଟ ହେବ, ଏଇଆ ଭାବିକି ଆମେ ବିଲକୁଲ ଆରମ୍ଭ କରୁନେ। କରିବି ତ ଭଲରେ କରିବି, ନହେଲେ ଟୋଟାଲି ଆରମ୍ଭ କରିବି ନାହିଁ, ଏଭଳି ଚିନ୍ତାଧାରା ବି ଅନେକ ଆର୍ଟିଷ୍ଟଙ୍କ ମନରେ ଥାଏ। ତେଣୁ ବେଷ୍ଟ ବା ପରଫେକ୍ଟ ତ ଭଗବାନ ବି ସବୁବେଳେ ତିଆରି କରିପାରୁନାହାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେତେ ଦୂର ସମ୍ଭବ ହେଲା ଧୀରେ ଧୀରେ ସେ ବେଷ୍ଟ ଆଡ଼କୁ ଆଗେଇବ। ଟ୍ରାଏ ଟୁ ବି ଅଲରାଉଣ୍ଡର। ଅନେକ ଆର୍ଟିଷ୍ଟ ଅଲରାଉଣ୍ଡର ହେବାକୁ ଚେଷ୍ଟା କରନ୍ତି। ମୋର ଗୋଟେ ଭିଡ଼ିଓରେ କ'ଣ ଆଙ୍କିବେ ସେ ବିଷୟରେ ମୁଁ କହିଛି। ବିଭିନ୍ନ ପ୍ରକାର ଷ୍ଟାଇଲର ପେଣ୍ଟିଂ ରହିଛି, ସମସ୍ତେ ସବୁ ପ୍ରକାର ଆଙ୍କିପାରିବେ ନାହିଁ। ତେଣୁ ଅଯଥାରେ ଅନେକ ଗୁଡ଼ିଏ ଜାବୁଡ଼ି ଧରନ୍ତୁନି। କିଏ ପୋର୍ଟ୍ରେଟ୍ ଭଲ ଆଙ୍କିପାରେ, ତ କିଏ କାର୍ଟୁନ ଭଲ ଆଙ୍କିପାରେ, ତ କିଏ ବିଭିନ୍ନ ପ୍ରକାର ଲୋକାଲ କଳା ବା ପଟ୍ଟଚିତ୍ର ଇତ୍ୟାଦି ଆଙ୍କିପାରନ୍ତି। ତେଣୁ ଜଣେ ଯଦି କହିବ ମୁଁ ସବୁ ପ୍ରକାର ଆଙ୍କିଦେବି, ସେ କୌଣସି ଗୋଟିଏରେ ବେଷ୍ଟ ଏଫର୍ଟ ଦେଇପାରିବ ନାହିଁ। ଯାହା ଲିଷ୍ଟ କରିନିଅନ୍ତୁ କ'ଣ ଆଙ୍କିବେ, ସେଇଭଳି ପେଣ୍ଟିଂ ସବୁବେଳେ କରନ୍ତୁ, ଆପଣ ସେଥିରେ ଏକ୍ସପର୍ଟ ହେଇଯିବେ। ତାପରେ ସାଇଣ୍ଟିଫିକ୍ ଫିଜିବିଲିଟି, ଏ ଜିନିଷକୁ ବହୁତ ଆର୍ଟିଷ୍ଟ ନଜରଅନ୍ଦାଜ କରିଦିଅନ୍ତି। ଅର୍ଥାତ୍ ବୈଜ୍ଞାନିକ ଦୃଷ୍ଟିକୋଣରୁ କୌଣସି ଜିନିଷ ସମ୍ଭବ କି ଅସମ୍ଭବ ତାହା ଚିନ୍ତା କରିବା ଦରକାର। ଯଦି ଆମର ସକାଳେ ସୂର୍ଯ୍ୟ ଉଦୟ ହେଉଛନ୍ତି, ସୂର୍ଯ୍ୟ ଉଦୟ ଆଉ ସୂର୍ଯ୍ୟ ଅସ୍ତ ଭିତରେ କଲରରେ କ'ଣ ଫରକ, ବାୟୁମଣ୍ଡଳରେ କ'ଣ ଫରକ, ଏସବୁ ବିଜ୍ଞାନ ହିଁ ବତେଇଥାଏ। ଆର୍ଟ ହେଉଛି ଗୋଟେ ସାଇନ୍ସ। ଆପଣମାନେ କେବେ ବି ନିଜେ ଚେଷ୍ଟା କରିକି କୌଣସି ରଙ୍ଗ ତିଆରି କରୁନାହାନ୍ତି। ରଙ୍ଗ ମାର୍କେଟରେ ମିଳୁଛି, ସେ ରଙ୍ଗରେ କେମିକାଲ ମିଶିଛି। କେମିଷ୍ଟ୍ରି ହେଉଛି ସାଇନ୍ସର ପାଠ। ତେଣୁ ଆପଣ କେବେ ବି ଜଣେ ଆର୍ଟିଷ୍ଟ ହେଲେ କେବଳ ଆର୍ଟକୁ ଦେଖିଲେ ହେବନି। ନିଜର ଇମାଜିନେସନ ବଳରେ ଆପଣ ଯଦି ଘୋଡ଼ା ଉପରେ ଗଧକୁ ବସେଇଦେବେ ହେଇଯାଇପାରେ, କିନ୍ତୁ ସେଇଟା ଗୋଟେ ଫିଜିବୁଲ ଆର୍ଟ ହେବ ନାହିଁ। ତେଣୁ ଚେଷ୍ଟା କରନ୍ତୁ ସାଇଣ୍ଟିଫିକ୍ ଫିଜିବିଲିଟିକି ଟିକେ ଗୁରୁତ୍ୱ ଦେବା ପାଇଁ। ତାପରେ ହେଲା ଅଣ୍ଡର ଏଷ୍ଟିମେସନ୍ ବା ଓଭର ଏଷ୍ଟିମେସନ୍। ବହୁତ ଆର୍ଟିଷ୍ଟ ଏଭଳି ଭୁଲ କରିଥାନ୍ତି, ଭାବନ୍ତି ଯେ ମୁଁ ଯେଉଁ ଚିତ୍ର କରୁଛି ତାହା ଅନ୍ୟମାନଙ୍କ ଆଗରେ କିଛି ନୁହେଁ, କିମ୍ବା ଏହା ଭାବନ୍ତି ଯେ ମୋ ଚିତ୍ର ଅନ୍ୟମାନଙ୍କଠୁ ବହୁତ ଭଲ। ଏ ଦୁଇଟା ଯାକ ଚିନ୍ତାଧାରା ଛାଡ଼ନ୍ତୁ। ହେଇପାରେ ଆପଣଙ୍କ ଚିତ୍ର ଯାହା ଆପଣଙ୍କୁ ଲାଗୁଛି ଯେ ଏତେ ଭଲ ନୁହେଁ, ସେଇଭଳି ଚିତ୍ର କରିବାକୁ ଅନେକ ଚିତ୍ରକାର ନିହାତି ଭାବରେ ବିକଳ ହେଉଥିବେ। ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ଯାହା ଆସୁଛି ତାକୁ କରିବା ପାଇଁ। ସେ ଚିତ୍ର ଆଉ କାହା ପାଇଁ
ଅମୂଲ୍ୟ ହେଇପାରେ। ସେ ଚିତ୍ରରୁ ଆଉ କିଏ କିଛି ନା କିଛି ଶିଖିପାରେ। ତାପର ମିଷ୍ଟେକ୍ ହେଉଛି ଆଭଏଡ୍ ସ୍ମଲ୍ ଆଣ୍ଡ ବିଗ୍ ଥିଙ୍ଗସ୍। ବେଳେବେଳେ ଆମେ ଅନେକ ଛୋଟିଆ ଜିନିଷକୁ ଆଭଏଡ୍ କରିପାରୁ। ଯେମିତିକି ଆମେ ଗୋଟେ ରୁମ୍ରେ ବସିଛେ, ସେ ରୁମ୍ରେ ଗୋଟେ ଛୋଟ ଘଣ୍ଟାଟେ ଅଛି, ହାତ ଘଣ୍ଟା ଅଛି। ଆମେ କେବେ ସେ ଚିତ୍ର କରିବାକୁ ଚାହିଁନେ। କିମ୍ବା ଗୋଟେ ବହି ଅଛି, ଆମେ ଭାବେ ଏଇଗୁଡ଼ା କ'ଣ କରିବ, ତେଣୁ ଛୋଟିଆ ଜିନିଷକୁ ଆମେ ଆଭଏଡ୍ କରିଦେଉ। ତାପରେ ହେଲା ବିଗ୍ ଥିଙ୍ଗସ୍, କୌଣସି ବଡ଼ ଜିନିଷ, ଯେମିତିକି ଗୋଟେ ବଡ଼ ଦୃଶ୍ୟ, ଏଭଳି ଜିନିଷକୁ ବା କୌଣସି ବଡ଼ ଅନୁଷ୍ଠାନ ବା ବଡ଼ ବିଲ୍ଡିଂ, ଏଇ ଜିନିଷ ଗୁଡ଼ାକ ଆମେ ଆଭଏଡ୍ କରିଦେଉ। ଭାବୁ ଏଇ ଜିନିଷ ଗୁଡ଼ା କରିକି କ'ଣ ଲାଭ? ନା, ଛୋଟ ଚିତ୍ର କରିବା ଦରକାର, ବଡ଼ ଚିତ୍ର ବି କରିବା ଦରକାର। ଆମର ଭିଜନର ପାୱାର ସେତିକି ବଢ଼ିବ ଯେତିକି ଆମେ ଆର୍ଟରେ ଡାଇଭରସିଟି ରଖିବା। ତାପରେ ହେଲା ଅଲ୍ କଲର୍ସ ୟୁଜ୍। ଏମିତି ବି ଚିତ୍ର କରି ହେବ ଯେଉଁଥିରେ ଆମେ କ୍ରେୟନ୍ ୟୁଜ୍ କରିପାରିବା, ୱାଟର କଲର୍ ୟୁଜ୍ କରିପାରିବା, ପେନସିଲ୍ କଲର୍ ୟୁଜ୍ କରିପାରିବା, ଆକ୍ରିଲିକ୍ ୟୁଜ୍ କରିପାରିବା। ଏଭଳି ଚିତ୍ର ଅଙ୍କାଯାଇପାରିବ। ବେଳେବେଳେ ଆର୍ଟିଷ୍ଟ କ'ଣ କରନ୍ତି, କେବଳ ଗୋଟିଏ ପ୍ରକାର କଲର୍ରେ ଚିତ୍ର ଆଙ୍କନ୍ତି। ସେମିତି ବି ହେଇପାରିବ, କିନ୍ତୁ ଯେତେବେଳେ ଆମେ ଏଇ ଜିନିଷରେ ଏକ୍ସପର୍ଟ ହେବା ସେତେବେଳେ ଆମେ ଭେରାଇଟି ଅଫ୍ କଲର୍ସ ୟୁଜ୍ କରିପାରିବା। ତାପରେ ପ୍ରପର୍ଟିଜ୍ ଆଣ୍ଡ ୟୁଜ୍ ଅଫ୍ କଲର୍ସ ଆଣ୍ଡ ପେପର୍ସ। ସାଧାରଣତଃ ଆର୍ଟିଷ୍ଟମାନେ ଚାର୍ଟ ପେପର ୟୁଜ୍ କରନ୍ତି ବା ପ୍ରିଣ୍ଟ ପେପର ବି ୟୁଜ୍ କରନ୍ତି। ଆମେ କେତେ ମୋଟାର ବା କେତେ ଥିକନେସ୍ର ପେପର ବା କେତେ ଇଲାଷ୍ଟିକ୍ ପେପର ୟୁଜ୍ କରୁଛେ ସେଇଟା ହେଲା ଇମ୍ପୋର୍ଟାଣ୍ଟ। ଯଦି ଆମେ 200-300 GSMର ପେପର ୟୁଜ୍ କରିବା ତାହେଲେ ଆମ ପାଇଁ ସୁବିଧା ହେବ। କାରଣ ଆମେ କୌଣସି ସର୍ଫେସ୍ର ଟେକ୍ସଚର ଯଦି ହାଲକା ରଫ୍ ଅଛି, ତା ଉପରେ କଲର୍ କରିବାକୁ ଆମକୁ ସହଜ ହେଇଯାଏ। ପାଣି ୟୁଜ୍ କରିକି କରିବା ସହଜ ହେଇଯାଏ, କାଗଜ ବତୁରି ନଥାଏ। ଆକ୍ରିଲିକ୍ ପେଣ୍ଟ ପାଇଁ ସ୍ପେଶିଆଲି କାନଭାସ୍ ୟୁଜ୍ କରିବା ନିହାତି ଆବଶ୍ୟକ, ଅଦରୱାଇଜ୍ କଲର୍ ବ୍ଲେଣ୍ଡିଂ ହେଇପାରିବ ନାହିଁ। ହଁ, ଯଦି ଆପଣଙ୍କ ପାଖେ ଅଭାବ ରହୁଛି ତାହେଲେ ଆପଣ ଚାର୍ଟ ପେପରରେ ପ୍ରାକ୍ଟିସ୍ କରିପାରନ୍ତି, କିମ୍ବା ଯଦି ଆପଣ ସେତେ ଏକ୍ସପର୍ଟ ହେଇଗଲେଣି ସେତେବେଳେ ଆପଣଙ୍କ ପାଇଁ ପେପର ମ୍ୟାଟର କରେ ନାହିଁ। ଯେକୌଣସି ପେପର ମଧ୍ୟ ଯେଭଳିଆ କଲର୍ ଆପଣ କରିପାରିବେ, କିନ୍ତୁ କମର୍ସିଆଲ ୟୁଜ୍ ପାଇଁ ଏସବୁ କଲେ ହେବ ନାହିଁ। ତାପର ଭୁଲ ହେଉଛି ଡାଇରେକ୍ଟଲି କଲର୍। ଅନେକ ଆର୍ଟିଷ୍ଟ ଅଛନ୍ତି ବା ଅନେକ ଷ୍ଟୁଡେଣ୍ଟ ଅଛନ୍ତି ଯେଉଁମାନେ ପେନସିଲରେ ନ ଆଙ୍କି ବା କମ୍ ଆଙ୍କି ଡାଇରେକ୍ଟ ରଙ୍ଗ ବ୍ୟବହାର କରନ୍ତି। ଏହାଦ୍ୱାରା କ'ଣ ହୁଏ, ସବୁ ଜିନିଷ କରିବାର ଗୋଟେ ଗୋଟେ ପ୍ରୋସେସ୍ ଥାଏ। ପ୍ରୋସେସ୍ରେ କଲେ କାମଟା ସହଜ ସରଳ ହେଇଯାଏ ଏବଂ ଜଲ୍ଦି ସରେ। ଯଦି ଆମେ ପ୍ରୋସେସ୍ରେ ନ କରିବା ତାହେଲେ ଆମର ଅଯଥା ରଙ୍ଗ ଅପଚୟ ହେବ, ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ରଙ୍ଗରେ ଲାଇନ୍ଟି ଟାଣିଲା ବେଳକୁ ପୁଣି ଥରେ ଆମକୁ ପରିଶ୍ରମ କରିବାକୁ ପଡ଼ିବ। ତେଣୁ ପ୍ରଥମେ କମ୍ପ୍ଲିଟ୍ ଆଙ୍କିବାକୁ ଚେଷ୍ଟା କରନ୍ତୁ। କମ୍ପ୍ଲିଟ୍ ଆଙ୍କି ସାରି ଆଭରେଜ୍ ଗୋଟେ ରଫ୍ ସ୍କେଚ୍ ମିନିମମ୍ ଆଙ୍କି ସାରି ତାପରେ କଲର୍ ଦିଅନ୍ତୁ। ତାପର ମିଷ୍ଟେକ୍ ହେଲା ହ୍ୟାଣ୍ଡଲିଂ ମିଷ୍ଟେକ୍। ହ୍ୟାଣ୍ଡଲିଂ ମିଷ୍ଟେକ୍ ହେଲା ଆମେ ବ୍ରସ୍କୁ କିଭଳି ହ୍ୟାଣ୍ଡେଲ୍ କରୁଛେ, କେଉଁ ଆଙ୍ଗୁଠିରେ ଧରୁଛେ, କେମିତି ଧରୁଛେ, ବା ସ୍କେଚ୍ ପେନ୍କୁ ହଉ ବା ପେନ୍କୁ ହଉ, ପେନସିଲ୍କୁ କେମିତି ଧରୁଛେ, କେଉଁ ଆଙ୍ଗେଲରେ ଧରୁଛେ, ସେଇଟା ଆପଣଙ୍କ ଏକ୍ସପିରିଏନ୍ସ ଉପରେ ଡିପେଣ୍ଡ କରେ। ମୁଁ ଏ ବିଷୟରେ ଆପଣମାନଙ୍କୁ ବିଶେଷ କିଛି କହିବାକୁ ଚାହୁଁନି। ତାପର ମିଷ୍ଟେକ୍ ହେଲା ଆଭଏଡ୍ ମେଜରମେଣ୍ଟସ୍, ଫ୍ରେମ୍ ଆଣ୍ଡ ଆକ୍ସିସ୍ ଲାଇନ୍। ଏଇ ତିନୋଟି ଜିନିଷ କ'ଣ, ଆମେ କୌଣସି ଜାଗାରେ ଅଛେ, ଜିଓମେଟ୍ରି ବକ୍ସ ପାଖରେ ନାହିଁ, ସେ ଜାଗାରେ ଆମେ ନିଜର ଚିନ୍ତାଧାରା ଅନୁସାରେ କରିପାରିବା। କିନ୍ତୁ ଯଦି ଆମ ପାଖରେ ଜିଓମେଟ୍ରି ବକ୍ସ ଅଛି, ଆମେ ମେଜରମେଣ୍ଟ, ସ୍କେଲ୍ ଏସବୁ ୟୁଜ୍ କରିପାରିବା, ଭଲ ସାର୍କେଲଟା ଆଙ୍କିପାରିବା। ଲାଇନ୍ଟା ଯେତେ ସ୍ମୁଥ୍ ହେବ ସେତେ ଆମର ପିକ୍ଚରଟା ବାହାର ଏନଭାଇରନମେଣ୍ଟ ଠାରୁ ଡିଷ୍ଟିଂଗୁଇଶ୍ ହେଇପାରିବ। ଯଦି ସ୍ମୁଥ୍ ଲାଇନ୍ ହେବନି ତାହେଲେ ଡିଷ୍ଟିଂଗୁଇଶ୍ ହେବା ଡିଫିକଲ୍ଟ ହେଇଯିବ। ତେଣୁ ଅନେକ ଆର୍ଟିଷ୍ଟ କୁହନ୍ତି ଯେ ପ୍ରାକ୍ଟିସ୍ କରନ୍ତୁ, ଷ୍ଟ୍ରେଟ୍ ଲାଇନ୍ କେମିତି ଡ୍ର କରିବେ ବା ସାର୍କେଲ କେମିତି କରିବେ। ଏସବୁ ସବୁବେଳେ ସମ୍ଭବ ନୁହେଁ। ଯେତେ ବଡ଼ ଆର୍ଟିଷ୍ଟ ହେଲେ ବି ଗୋଟେ କମ୍ପ୍ଲିଟ୍ ସାର୍କେଲ ଯାହାର କି ପାଇ ଭ୍ୟାଲ୍ୟୁ ଠିକ୍ ଥିବ ସେମିତି କରିବା ସମ୍ଭବ ନୁହେଁ। ତେଣୁ ଯଦି ହେଇପାରୁଛି ଅଭ୍ୟାସରେ ରଖନ୍ତୁ, ଯଦି ନ ହେଇପାରୁଛି ଆପଣ ପ୍ରୋଟ୍ରାକ୍ଟର ବା ଆପଣ କମ୍ପାସ ୟୁଜ୍ କରନ୍ତୁ, ସେଟା ବେଟର ହେବ। ତାପରେ ଜିନିଷ ହେଲା ଆକ୍ସିସ୍ ଲାଇନ୍ କ'ଣ ନା, କୌଣସି ପିକ୍ଚରଟା ଲଙ୍ଗିଚୁଡିନାଲ କି ଭର୍ଟିକାଲ କି ହରାଇଜଣ୍ଟାଲ ଅଛି ବା କେତେ ଆଙ୍ଗେଲ କରିକି ତାର ଲମ୍ବା ପର୍ସନଟା କୋଉ ଭଳି ହେଇଛି, ସେଟା ହେଲା ଆକ୍ସିସ୍ ଲାଇନ୍। ଆକ୍ସିସ୍ ଲାଇନ୍ ଯେମିତିକି ଗୋଟେ ଚଢ଼େଇର ଆକ୍ସିସ୍ ଲାଇନ୍ ହେଉଛି ତାର ଆଖିଠୁ ତାର ଲାଞ୍ଜ, ସେଇ ପର୍ଯ୍ୟନ୍ତ ଯେଉଁ ଲାଇନ୍ ଟଣା ହେବ ସେଟା ହେଲା ତାର ଆକ୍ସିସ୍ ଲାଇନ୍। ସେଇ ଚାରିପାଖରେ ହିଁ ତାର ଚିତ୍ରଟି ସରିବ। ତାପରେ ଆଭଏଡ୍ ଜିଓମେଟ୍ରିକ୍ ଫିଗର ପ୍ରାକ୍ଟିସ୍। ଆମେ ଏଇ ଜିନିଷଟା ପ୍ରାକ୍ଟିସ୍ କରୁନାହେଁ। ଟ୍ରାଙ୍ଗେଲ ହଉ, ରେକ୍ଟାଙ୍ଗେଲ ହଉ, ସ୍କୋୟାର ହଉ,
बा 3D जिनस हो क्यूब हो एसबू जिनस आम प्रैक्टिस करूना एसबू शेडिंग सहित प्रैक्टिस करिया दरकार जेते बड़ आर्टिस्ट हेले भी जेते अभ्यास कले भी सब बेले एड़ा चलैथिबा दरकार तापर जिनस होला लेजी यूजिंग कलर्स एंड ब्रशेस कौन सी चित्र आम बेले बेले लेजी हो जाऊ हाँ मोटा ब्रश अच्छी ताकू आंगेल करिकी सरू लाइन टे टाणीदेवा ये जिनसटा भी आभोड करा दरकार कारण आपण जब चाहूँ मो आर्ट टी आप्रिसिएबल हवा दरकार मु किछि बनैछि जार किछि वैल्यू रहिबो ताले ए सब जिनस आभोड करंतु जदि आपण हाँ कौन सी जगार अच्छा ये सब जिनस अवेलेबल नहीं ताले अलग जिनस किंतु चेष्टा करंतु जेमती वैरायटी ऑफ कलर यूज करिया पई आउ वैरायटी ऑफ ब्रश यूज करिया पई तापर हैला हैंड पाम फिंगर कोऑर्डिनेशन गोटे जिनस ड्रॉ करिया को हेले आम हाथटा घुंचीबो कि आंगुठी मूवमेंट हबो ना नहीं आम पामटा किसी मूव हबो सेटा भी इम्पोर्टेंट तापर हरिड माइंड सब बेले आम तरबर रे थाउ हाँ करदबा जल्दी सारदी की थोइदबा ना फुर्सत नहीं करंतु आर्ट होची गोटे एमती जिनस जो कि टाइम स्पेंडिंग जेते फुर्सत बा जेते एनालाइज करिबा सेते बेटर हबो तापर एक्सेस फॉलोइंग अदर्स अन्य मानक आम आर्ट रे फॉलो करि परिबा शिखि परिबा जो भली चित्र आंकुछंती तांकरी प्रोसेस रे आंकिबा उचित किंतु आम जदि 80% फॉलो करिबा आउ 10% आम निजर क्रिएटिविटी किसी ऐड करिया दरकार बाकी 10% भगवान को ऊपर छाड़ दियंतु तापर मिस्टेक होची कोन अवॉइड विजिट्स आम माने विजिट को अवॉइड करूचे विभिन्न जगह को जाऊने जदि कोनसी रास्ता हो कई कहूनांती विभिन्न दर्शनीय स्थान देखिया पे रास्ता कड़े हो दुकान बजार हो बा कोनसी पहाड़ जंगल एरिया हो जाइकी सेठी बसिकी लाइव आर्ट मटेरियल नहीं वाटर कलर नहीं लाइव सेठी देखिकी आखि परिसर भितर केतिकी आसुची ताकू भी पेंटिंग करिया दरकार आपण पछरे फोटो आनिकी पेंटिंग करवा अलग जिनस किंतु ताकू पेंटिंग करंतु सेठी बसिकी ही पेंटिंग करंतु ए जिनसटा रहिया दरकार बा कोनसी जगह को जाइकी कोनसी व्यक्ति को देखिकी तार पोर्ट्रेट आंकिबा को पड़िबो ए सब जिनस अभ्यास कले धीरे धीरे आपणकर फ्रीडम बढ़िबो फ्री माइंड हबो आउ आर्ट को आपण क्रिएटिविटी ऐड करि परिबे लोक मानकर विभिन्न मतामत भी ऑन द स्पॉट आपण पाई परिबे एटा एमती हैला सेटा एमती हैलानी तो ए सब थिला गोटे लिस्ट ऑफ मिस्टेक्स या बाद भी बहुत मिस्टेक रहुची आउ बहुत भल आर्ट करूछंती पिला माने लोक माने किंतु मिस्टेक्स आर नेसेसरी मिस्टेक नहेले आमे शिखि परिबा नाही बट विथ लिमिट्स एमिति नुहे कि जे आमे कोनोसी जगह रे मिस्टेक करदेवा जाकू भरणा करि हबो नाही तो बंधुगण ए सब थिला मोर गोटे छोटिया चेष्टा गोटे आर्टिस्ट मनोभाव नहीं आपण मानक मु ए सब जणैली जहाँ भी आपनको मनरे अच्छी कमेंट लिखि निश्चिंत जणाइबे आउ आपण मानक अनुरोध जे मते प्रोत्साहन दियंतु तुलसी आर्ट्स ओडिशा चैनल को सब्सक्राइब करि नियंतु धन्यवाद।